ଝିଅ ଥିଲେ ବାପା ମା'ଙ୍କୁ ମିଳିବ 2 ଲକ୍ଷ ଟଙ୍କା। ସରକାର ଦେଇଛନ୍ତି ଅଫର। ଦେଶରେ ଝିଅଙ୍କ ସଂଖ୍ୟା ବୃଦ୍ଧି ପାଇଁ ସରକାର ଅନେକ ପ୍ରୋତ୍ସାହନ ଦେଇଛନ୍ତି। ଅନେକ ରାଜ୍ୟ ସରକାର ଏପରି ଧାରଣା ବଦଳାଇବା ପାଇଁ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି ଯେ କିଛି ଲୋକ ଭାବନ୍ତି ଯେ ଯଦି ଗୋଟିଏ ଝିଅ ସନ୍ତାନ ଜନ୍ମ ହୁଏ ତେବେ ଏହା ପରିବାର ଉପରେ ବୋଝ ବଢ଼ିଯାଏ। ଦେଶର ଝିଅଙ୍କ ସଂଖ୍ୟା ବୃଦ୍ଧି ପାଇଁ ସରକାର ଅନେକ ପ୍ରୋତ୍ସାହନ ଦେଇଛନ୍ତି। ଅନେକ ରାଜ୍ୟ ସରକାର ଏହି ଧାରଣା ବଦଳାଇବା ପାଇଁ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି ଯେ କିଛି ଲୋକ ଭାବନ୍ତି ଯେ ଯଦି ଗୋଟିଏ ଝିଅ ସନ୍ତାନ ଜନ୍ମ ହୁଏ ତେବେ ଏହା ପରିବାର ଉପରେ ବୋଝ ବଢ଼ିଥାଏ। ଝିଅ ସନ୍ତାନର ଜନ୍ମ ପରେ ତୁରନ୍ତ ଏକ ଯୋଜନା ମାଧ୍ୟମରେ ଆର୍ଥିକ ସୁରକ୍ଷା ହାସଲ କରାଇପାରିବ। ଏହି ଯୋଜନାର ନାମ ହେଉଛି ଭଗଲକ୍ଷ୍ମୀ ଯୋଜନା। ଏହା ପିଲାମାନଙ୍କର ପିତାମାନଙ୍କୁ ବହୁତ ଉପକୃତ କରିବା। ଏହା ଏକ ସବ୍ସିଡି ଯୋଜନା ଯାହାକି ପିଲା ଜନ୍ମ ପରେ ପିତାମାତାଙ୍କୁ ଦିଆଯାଏ। କନ୍ୟା ଶିଶୁ ହତ୍ୟାକୁ ରୋକିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ବାଳିକା ଶିଶୁର କଲ୍ୟାଣ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିସାରିଛନ୍ତି। ଭାଗଲକ୍ଷ୍ମୀ ଯୋଜନା ଏହାର ଏକ ଅଂଶ ଭାବରେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇଥିଲା। ଏହା କୁହାଯାଇପାରେ ଯେ ଏହା ପିଲାମାନଙ୍କର ଭବିଷ୍ୟତ ପାଇଁ ଭଲ ଯୋଜନା। ଭାଗଲକ୍ଷ୍ମୀ ଯୋଜନା ଅଧୀନରେ 21 ବର୍ଷ ପୂରଣ କରିଥିବା ଜଣେ ଝିଅ ଛୁଆକୁ 2 ଲକ୍ଷ ଟଙ୍କା ପ୍ରଦାନ କରାଯିବା। ବାଳିକା ଶିଶୁ ଶିକ୍ଷା, ବିବାହ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ। ଏହି ଯୋଜନା ଏହା ମାଧ୍ୟମରେ ସରକାରଙ୍କଠାରୁ ପ୍ରାପ୍ତ ନିର୍ଦ୍ଦିଷ୍ଟ ରାଶି ସହିତ ପିତାମାତା କିସ୍ତିରେ ସୁଧ ସହିତ ପ୍ରଦାନ କରାଯାଇଥିବା ରାଶି ସହିତ ଏକ ସମୟ ସମାପ୍ତ ହେବା ପରେ ଝିଅ ଛୁଆକୁ ଦିଆଯାଏ। ବାର୍ଷିକ ଆୟ 2 ଲକ୍ଷରୁ କମ୍ ଭାରତୀୟ ନାଗରିକ ଏହି ଯୋଜନା ପାଇଁ ଯୋଗ୍ୟ। ଗୋଟିଏ ପରିବାରର 2 କନ୍ୟା ଶିଶୁ ଏହି ଯୋଜନା ପାଇଁ ଯୋଗ୍ୟ। ଏହା କନ୍ୟା ଶିଶୁଙ୍କର ପିତାମାତାଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇଥାଏ। ଏହି ଯୋଜନାରେ ଯୋଗ ଦେବା ପାଇଁ ପ୍ରଥମେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ପଞ୍ଜୀକରଣ କରାନ୍ତୁ। ସେଠାରେ ଆପଣଙ୍କୁ ଶିଶୁର ଜନ୍ମ ପ୍ରମାଣପତ୍ର, ପିତାମାତାଙ୍କ ଆଧାର କାର୍ଡ, ଜାତି ପ୍ରମାଣପତ୍ର, ଫୋନ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ପଡ଼ିବ। ଆପଣ ଧ୍ୟାନ ଦେବା ଉଚିତ ଯେ କେବଳ 2006 ମାର୍ଚ୍ଚ 31 ପରେ ଜନ୍ମ ହୋଇଥିବା ଝିଅ ଏଥିପାଇଁ ଯୋଗ୍ୟ। ପ୍ରଥମ ଝିଅ ସନ୍ତାନର ଜନ୍ମ ଉପରେ 19,300 ଟଙ୍କା ଜମା କରାଯିବ। 18 ବର୍ଷ ପୂରଣ କରିବା ପରେ ପ୍ରଥମ ଝିଅ ସନ୍ତାନକୁ 1,97 ଟଙ୍କା ମିଳିବ। 1,57 ମିଳିବ। ଏଥିସହ ଦ୍ୱିତୀୟ ଝିଅ ସନ୍ତାନର ଜନ୍ମ ଉପରେ 18,350 ଟଙ୍କା ଜମା ହେବ। ଝିଅ 18 ବର୍ଷ ପୂରଣ କରିବା ପରେ 1,52 ଟଙ୍କା ମିଳିବ। ବର୍ତ୍ତମାନ ଝିଅ ସନ୍ତାନର କଲ୍ୟାଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ପର୍ଯ୍ୟାୟରେ ଝିଅ ଶିଶୁଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଉଛି। କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି।